ବନ୍ଧୁ, ଈଶ୍ୱର ଯାହାକୁ ଉଚ୍ଚକୁ ନେବାକୁ ଚାହାନ୍ତି ତାକୁ ହିଁ ଦୁଃଖ କଷ୍ଟ ଅଧିକ ଦେଇଥାନ୍ତି। ଯେମିତି ସିଏ ଦୁଃଖ କଷ୍ଟର ସାମ୍ନା କରି ନିଜ ଲକ୍ଷ୍ୟକୁ ଦିନେ ହାସଲ କରିବ। ଯେମିତି ପବନ ଗୋଟିଏ ଦିଗରେ ବହିନଥାଏ, ସମୟ ସମୟରେ ନିଜର ଦିଗ ବଦଳାଇଥାଏ, ଠିକ୍ ସେହିପରି ବନ୍ଧୁ ମଣିଷର ଭାଗ୍ୟ ସମୟ ସମୟରେ ବଦଳିଥାଏ। ଏଥିପାଇଁ ବନ୍ଧୁ, ଯଦି ସମୟ ଖରାପ ଚାଲୁଛି ତେବେ ଚିନ୍ତିତ ହୁଅ ନାହିଁ, ଖାଲି ସମୟର ଅପେକ୍ଷା କର, କାହିଁକି ଏ ସମୟ ନିଶ୍ଚୟ ବଦଳିବ। ଥରେ ଗୋଟିଏ ଚଢ଼େଇ ମହୁମାଛିକୁ ପଚାରିଲେ, ତୁମେ ଏତେ କଷ୍ଟରେ ମହୁ ବସା ତିଆରି କରୁଛ, ଆଉ ମଣିଷ ଆସିକି ତାକୁ ଚୋରେଇ ନେଉଛି, ତୁମକୁ ଖରାପ ଲାଗୁନି? ମହୁମାଛି ବହୁତ ସୁନ୍ଦର ଉତ୍ତର ଦେଲା, ମଣିଷ ମୋର ମହୁକୁ ଚୋରାଇ ପାରେ, କିନ୍ତୁ ମୋର ମହୁ ତିଆରି କରିବାର କଳାକୁ ନୁହେଁ। ଯେ ପର୍ଯ୍ୟନ୍ତ ବନ୍ଧୁ ମଣିଷ ଜୀବନରେ ସୁଖ ଆଉ ଦୁଃଖ ଆସିନାହିଁ, ସେ ପର୍ଯ୍ୟନ୍ତ ମଣିଷକୁ ଏହା ଅନୁଭବ କିପରି ହେବ କି ଜୀବନରେ କ'ଣ ଠିକ୍ ଆଉ କ'ଣ ଭୁଲ। ବନ୍ଧୁ, ପାଣିରେ ପଡ଼ିଲେ କାହାର କେବେ ମୃତ୍ୟୁ ହୋଇନଥାଏ। ମୃତ୍ୟୁ ତ ସେତେବେଳେ ହୋଇଥାଏ ଯେତେବେଳେ ତାଙ୍କୁ ପହଁରିବା ଜଣା ହିଁ ନଥାଏ। ଠିକ୍ ସେହିପରି ବନ୍ଧୁ ପରିସ୍ଥିତି କେବେ ସମସ୍ୟା ବନିନଥାଏ। ସମସ୍ୟା ସେତେବେଳେ ସୃଷ୍ଟି ହୋଇଥାଏ ଯେବେ ଆମେ ପରିସ୍ଥିତିର ସାମ୍ନା କରିପାରନ୍ତି ନାହିଁ। ନିଜ ସମୟକୁ ନେଇ ବନ୍ଧୁ କେବେ ବି ଦୁଃଖୀ ହେବ ନାହିଁ, କାହିଁକି ଯେଉଁ ଲୋକମାନଙ୍କର ସମୟ ହିଁ ଖରାପ ସେହି ଲୋକମାନେ ହିଁ ଜୀବନରେ ସଫଳତାକୁ ପ୍ରାପ୍ତ କରିଥାନ୍ତି। ନିଜ ମନର ଭାବନାକୁ ଆୟତ୍ତ କରିବା ଶିଖ, କାହିଁକି ଆମ ଜୀବନର ଅଧା ଦୁଃଖ ଆମ ମନର ଭାବନାରେ ଭାସିଯିବା ଦ୍ୱାରା ମିଳିଥାଏ। କେହି ଜଣେ ମାଠିଆକୁ ପଚାରିଲା କି ତୁମେ ଏତେ ଥଣ୍ଡା କାହିଁକି? ମାଠିଆ ବହୁତ ସୁନ୍ଦର ଉତ୍ତର ଦେଲା, ଯାହାର ଅତୀତ ମାଟି, ଭବିଷ୍ୟତ ବି ମାଟି, ସିଏ କେଉଁ କଥାକୁ ନେଇ ଗରମ ହେବ? କିଏ ନିଜ ଜୀବନରେ ବହୁତ ଏକୁଟିଆ ତ, କିଏ ନିଜ ଜୀବନରେ ହିଁ ଏକା ଅଛି। ସଫଳ ହେବା ପାଇଁ ଏକା ହିଁ ଆଗକୁ ବଢ଼ିବାକୁ ପଡ଼ିଥାଏ ବନ୍ଧୁ। ଲୋକ ତ ସେତେବେଳେ ସାଥ ଦେଇଥାନ୍ତି ଯେବେ ଆପଣ ସଫଳ ହୋଇଯାଆନ୍ତି। ଦୀପ କେବେ ବି କହିନଥାଏ, ତାର ପ୍ରକାଶ ହିଁ କହିଥାଏ। ସେଥିପାଇଁ ତୁମେ ତୁମ ନିଜ ବିଷୟରେ କେବେ ବି କାହାକୁ କିଛି କୁହ ନାହିଁ। ଯେବେ ସଫଳ ହେବ ଲୋକ ସେତେବେଳେ ଆପେ ଜାଣିପାରିବେ। ଜୀବନରେ ସବୁବେଳେ ଭଲ କର୍ମ କରୁଥାଏ, ତାହା ତୁମର ପରିଚୟ ଦେବ। ଜୀବନରେ ବନ୍ଧୁ କିଛି କଠିନ ନିଷ୍ପତ୍ତି ନେବାକୁ ହିଁ ପଡ଼ିଥାଏ, ଆଉ ଏହି ନିଷ୍ପତ୍ତି ହିଁ ଆପଣଙ୍କ ଜୀବନକୁ ବଦଳାଇ ଦେଇଥାଏ। ଆପଣ ଆଉ ପର ଏହା କ'ଣ ମୁଁ ତ ଜାଣିନଥିଲି। ମୁଁ ଖାଲି ଏତିକି ଜାଣିଛି ଯେ ଯିଏ ଭାବନାକୁ ବୁଝେ ସିଏ ଆପଣା, ଯିଏ ଆମ ଭାବନା ସହିତ ଖେଳେ ସିଏ ହିଁ ପର, ଯିଏ ଦୂରରେ ରହିକି ପାଖରେ ସିଏ ଆପଣା, ଯିଏ ପାଖରେ ରହିକି ବି ଦୂରରେ ସିଏ ହିଁ ପର। ଜୀବନ ସମସ୍ୟାରେ ଭରି ରହିଛି, ସାହସକୁ ଆମ ଭିତରେ ରଖିବାର ଅଛି। ସମସ୍ୟା ସମସ୍ତଙ୍କ ଜୀବନରେ ଆସିଥାଏ ବନ୍ଧୁ। କିଏ ତାର ସାମ୍ନା କରିକି ଆଗକୁ ବଢ଼ିଥାଏ, ଆଉ କିଏ ଭାଙ୍ଗି ପଡ଼ି ନିରାଶ ହୋଇଯାଏ। ଅହଙ୍କାର ତାକୁ ହିଁ ହୋଇଥାଏ ଯିଏ ବିନା ସଂଘର୍ଷରେ ସବୁକିଛି ହାସଲ କରିଥାଏ। ଯିଏ ସଂଘର୍ଷ କରିକି ହାସଲ କରିଛି ସିଏ ହିଁ ଅନ୍ୟର ପରିଶ୍ରମକୁ ସମ୍ମାନ କରିଥାଏ। ନିଜର ସବୁ ରହସ୍ୟକୁ ବନ୍ଧୁ ଗୁପ୍ତ ରଖିବା ଉଚିତ, ତାହା ଛୋଟ ହେଉ ଅବା ବଡ଼। କିଏ ଜାଣିଛି କିଏ ଆପଣଙ୍କ ଭଲ ଚାହୁଁଛି ତ କିଏ ଆପଣଙ୍କର ଖରାପ। ଭରସା ଭାଙ୍ଗିଲେ କିଛି ଶବ୍ଦ ହୋଇନଥାଏ ସତ, କିନ୍ତୁ ତାହାର ଗୁଞ୍ଜନ ଜୀବନ ସାରା ଶୁଣିବାକୁ ମିଳିଥାଏ। ଯେବେ କେଉଁ ମଣିଷ ଉପରୁ ବିଶ୍ୱାସ ତୁଟି ଯାଇଥାଏ ତେବେ କ୍ଷମାର କୌଣସି ମାନେ ହିଁ ନଥାଏ। ଚେଷ୍ଟା ଏମିତି କରିବା ଦରକାର ବନ୍ଧୁ, କେବେ ଜିତିଯିବ ଯେମିତି ଜଣା ହିଁ ନ ପଡ଼ିବ। କେବେ ବି ହାର ମାନ ନାହିଁ ବନ୍ଧୁ, କାହିଁକି ନା ଗୋଟିଏ କ୍ଷଣରେ ହିଁ ଖେଳ ବଦଳିପାରେ ଆଉ ଆପଣ ଜିତି ଯାଇପାରନ୍ତି। କର୍ମଭୂମିର ଏହି ଦୁନିଆରେ ବନ୍ଧୁ ଶ୍ରମ ସମସ୍ତଙ୍କୁ କରିବାର ଅଛି। ଭଗବାନ ତ ଖାଲି ଭାଗ୍ୟ ରେଖା ହିଁ ଦେଇଥାନ୍ତି, କିନ୍ତୁ ସେଥିରେ ରଙ୍ଗ ଆମକୁ ହିଁ ଭରିବାର ଅଛି। ପକ୍ଷୀମାନଙ୍କୁ ଲକ୍ଷ୍ୟ ଦିନେ ନିଶ୍ଚୟ ମିଳିବ, ଏହା ତାଙ୍କ ଡେଣା ହିଁ କହିଥାଏ। ସେହି ଲୋକମାନେ ହିଁ ଚୁପ୍ ରହିଥାନ୍ତି ଦୁନିଆରେ ଯେଉଁମାନଙ୍କ ଗୁଣ ହିଁ କହିଥାଏ। କାହିଁକି ହାରୁଛ, କାହିଁକି ଡରୁଛ? କେହି ସାଥିରେ ନାହାନ୍ତି ବୋଲି କ'ଣ ନିଜ ଛାଇ ବି ତୁମ ସାଥିରେ ନାହିଁ ବନ୍ଧୁ? ଏ ହାତ ହିଁ ତୁମର ସାଥୀ, ଏ ଦୁନିଆ ପାଇଁ ତୁମେ ଏକା ହିଁ କାଫି। ନା ଆଉ ପରିଚୟ ଛୋଟ ହେଉନା କାହିଁକି, କିନ୍ତୁ ନିଜର ହେବା ଦରକାର। ସମସ୍ତଙ୍କର ସମ୍ମାନ କରିବା ଏହା ବହୁତ ଭଲ କଥା, କିନ୍ତୁ ଆତ୍ମସମ୍ମାନର ସହ ବଞ୍ଚିବା ଏହା ନିଜ ପରିଚୟ ଅଟେ। ଆନନ୍ଦ ଏକ ଆଭାସ ଅଟେ ଯାହାକୁ ସମସ୍ତେ ଖୋଜୁଛନ୍ତି। ଦୁଃଖ ଏକ ଅନୁଭବ ଅଟେ ଯାହା ଆଜି ସମସ୍ତଙ୍କ ପାଖରେ ଅଛି। ଜୀବନରେ ସେହି ଲୋକ ସଫଳ ଅଟେ ବନ୍ଧୁ ଯିଏ ନିଜ ଉପରେ ବିଶ୍ୱାସ ରଖିଛି। ମଞ୍ଜିକୁ ତୁମେ କେତେ ବି ମାଟିରେ ପୋତି ଦିଅ ନା କାହିଁକି, ସିଏ ଉପରକୁ ଉଠି ଯାଇଥାଏ। ଠିକ୍ ସେମିତି ପରିଶ୍ରମ ଲୋକକୁ କେତେ ବି ଦବାଇ ରଖନା କାହିଁକି, ସିଏ ଆଗକୁ ବଢ଼ି ହିଁ ଯାଇଥାଏ। ଭୁଲ ପ୍ରତ୍ୟେକ ମଣିଷ କରିଥାଏ, ଆମେ ବି କରିଥାନ୍ତି। ସେଥିପାଇଁ ବନ୍ଧୁ କାହାକୁ ବି ନିଜ ଖରାପ ସମୟରେ ଦୋଷ ଦିଅ ନାହିଁ। ସମୟ ସେତେବେଳେ ବଦଳିଥାଏ ଯେବେ ଆମେ ନିଜକୁ ବଦଳାଇଥାନ୍ତି। ଜୀବନରେ ସିଏ ହିଁ ଆଗକୁ ବଢ଼ିଥାଏ ବନ୍ଧୁ ଯିଏ ନିଜ ଯୋଗ୍ୟତା ଉପରେ ବିଶ୍ୱାସ ରଖିଥାଏ। ତ ବନ୍ଧୁ ମୋର ଏଇ ଛୋଟ ଛୋଟ କଥା ଯଦି ଆପଣଙ୍କୁ ଭଲ ଲାଗିଥାଏ
ତେବେ ଭିଡ଼ିଓଟିକୁ ଲାଇକ୍ ସେୟାର କମେଣ୍ଟ କରିବି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସପୋର୍ଟ କରିବି।